ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓଡ଼ିଆ ବରପୁତ୍ର ମାନଙ୍କର କୀର୍ତ୍ତି ସୁରକ୍ଷାର ଅତନ୍ଦ୍ର ପ୍ରହରୀ ଉତ୍କଳୀର ଆଉ ଏକ ଉପସ୍ଥାପନକୁ ଆପଣଙ୍କୁ ହୃଦୟରୁ ସ୍ୱାଗତ କରୁଛି। ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ମକର ସଂକ୍ରାନ୍ତି ଅବସରରେ ଆପଣଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ହେ ଜ୍ଞାନଦୀପ୍ତ ଉତ୍କଳୀୟମାନେ, ସେ ଥିଲେ କାଳଜୟୀ ସ୍ରଷ୍ଟା, ଓଡ଼ିଆ ସାହିତ୍ୟର ବ୍ୟାସ, କଥା ସାହିତ୍ୟର ବିନ୍ଧାଣୀ, ପ୍ରଥମ ଗଳ୍ପ ରେବତୀର ସ୍ରଷ୍ଟା, ଓଡ଼ିଆ ଭାଷାର ସୁରକ୍ଷା ସମୃଦ୍ଧି ପଥରେ ଚିରଜାଗ୍ରତ ନାୟକ, ଏକାଧାରରେ ଜଣେ ସଫଳ ଶିକ୍ଷକ, ସଂଗଠକ, ପ୍ରଶାସକ, ଓଡ଼ିଶାର ଘରେ ଘରେ ବହୁ ପରିଚିତ। ସେ ହେଉଛନ୍ତି ବ୍ୟାସକବି ଫକୀର ମୋହନ ସେନାପତି। ଆଜି ତାଙ୍କର ଜୟନ୍ତୀ। ତାଙ୍କ ଜୟନ୍ତୀରେ ଏ ଉତ୍କଳୀ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧା ନିବେଦନ କରୁଛି, ପ୍ରଣିପାତ କରୁଛି। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମ ହୋଇଥିଲା 13 ଜାନୁଆରୀ 1843 ମସିହାରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାସପୁରଠାରେ ଏବଂ ସେ ସ୍ୱର୍ଗାରୋହଣ କରିଥିଲେ ବା ତାଙ୍କର ତିରୋଭାବ ଘଟିଥିଲା 14 ଜୁନ 1918 ମସିହାରେ। ଜନ୍ମ ହୋଇଥିଲା ତାଙ୍କର ମକର ସଂକ୍ରାନ୍ତିରେ ଏବଂ ମୃତ୍ୟୁ ହୋଇଥିଲା ରଜ ସଂକ୍ରାନ୍ତିରେ। ଉଭୟ ସଂକ୍ରାନ୍ତିରେ ତାଙ୍କର ଜନ୍ମ ଓ ମୃତ୍ୟୁ ପାଇଁ ତାଙ୍କୁ ସଂକ୍ରାନ୍ତି ପୁରୁଷ ମଧ୍ୟ କୁହାଯାଏ। ଆଜି ମକର ସଂକ୍ରାନ୍ତି, ସେ ପୁଣ୍ୟାତ୍ମାଙ୍କର ଜୟନ୍ତୀ। ଏ ଉତ୍କଳୀ ପୁନର୍ବାର ଶ୍ରଦ୍ଧା ନିବେଦନ କରୁଛି। ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟକୁ ଅନେକ କାଳଜୟୀ ସୃଷ୍ଟି ପ୍ରଦାନ କରିଛନ୍ତି, ଯାହା ଓଡ଼ିଆଙ୍କ ମନକୁ ଜିଣିପାରିଛି। ଆଜି ମଧ୍ୟ ଅମଳିନ ସେଥିମଧ୍ୟରୁ 6 ମାଣ 8 ଗୁଣ୍ଠ, ଡାକ ମୁନ୍ସି, ଲକ୍ଷ୍ମା, ପ୍ରଥମ ଓଡ଼ିଆ ଗଳ୍ପ ରେବତୀ, ତାଙ୍କର ପ୍ରଥମ କବିତା ପୁସ୍ତକ ଉତ୍କଳ ଭ୍ରମଣ, ତାଙ୍କ ଦ୍ୱାରା ସମ୍ପାଦିତ ସାପ୍ତାହିକ ଖବରକାଗଜ ଇତ୍ୟାଦି ଅନେକ, ଯାହା ଆଜି ମଧ୍ୟ ପ୍ରାସଙ୍ଗିକ ମନେ ହୁଏ। ଫକୀର ମୋହନ ସେନାପତି ସଂସ୍କୃତ ମହାଭାରତର ଓଡ଼ିଆ ଅନୁବାଦ କରିଥିଲେ, ସେଥିପାଇଁ ତାଙ୍କୁ ବ୍ୟାସକବି ଫକୀର ମୋହନ ସେନାପତି କୁହାଯାଏ। ତାଙ୍କ ଜୟନ୍ତୀରେ ତାଙ୍କ ରଚିତ ମୋ ଜନନୀ ଜନ୍ମଭୂମି କବିତାର 2 ପଦ ଆବୃତ୍ତି କରି ତାଙ୍କୁ ସମର୍ପିତ କରୁଛି ଏବଂ ତାଙ୍କୁ ମନେ ପକାଉଛି। ହେ ଜ୍ଞାନଦୀପ୍ତ ଉତ୍କଳୀୟମାନେ, ଆପଣମାନେ ବହୁ ମାତ୍ରାରେ ମୋର ଉପସ୍ଥାପନ ଗୁଡ଼ିକ ଦେଖୁଛନ୍ତି। ଯଦି ମୋ ଉପସ୍ଥାପନ ଆପଣମାନଙ୍କୁ ଭଲ ଲାଗେ, ଉତ୍କଳୀ ଆପଣଙ୍କୁ ନିବେଦନ କରୁଛି ଗୋଟିଏ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ବନ୍ଦେ ଉତ୍କଳୀୟ।